नमस्कार आपण समस्त को स्वागत करछि श्रीजीत ऑनलाइन लर्निंग को। आज आम पढ़ापी जाऊँ षष्ठ श्रेणीर ज्यामितिर मौलिक धारणा। तो चलो देखिवा तुम्हें मैंने आगरू ज्यामिति रे किछि किछि पढ़ीच, जमती कि तुम्हें वृत्त विषय पढ़ीच, त्रिभुज विषय पढ़ीच। तो आमे सेठू आज किसी नुआ जिनस पढ़ा एवं आगे पढ़ा चलो। तो ये तुम अभ्यास कार्य 3.1 कराई कौन कही गोटे त्रिभुज अंकन करी नामकरण कर, तार शीर्षबिंदु कोण और बाहु गुड़िकर नाम लेख। तो आम कौन करवा गोटे त्रिभुज अंकन करवा प्रथम। तो यहाँ गोटे त्रिभुज, त्रिभुजर नामकरण करिया। ये गोटे त्रिभुज है। तो त्रिभुजर आम नाम देदबा ए बी सी। तुम्हें भाया गोटे त्रिभुज अंकन कर। त्रिभुजर शीर्ष बिंदु गुड़िक किए? त्रिभुजर शीर्ष बिंदु गुड़िक होचंती ए बी और सी। कोण कोण पचारि, तो कोण गुड़िक किए? तो कोण ए बी सी जोटा कि ए कोणटी, कोण ए सी बी जोटा कि ए कोणटी, और कोण ए कोणटी कौन कहवा ताले सी ए बी। एगुड़ा दर्शेवा बाहु गुड़िकर नाम लेख। त्रिभुजर बाहु, बाहु गुड़िकर नाम कौन? बाहु गुड़िक होची ए बी बाहु, बी सी बाहु आउ ए सी बाहु है। चलो 2 नंबर, वृत्त और तार व्यासार्ध और केंद्र को दर्शाओ। तो तुम्हें कौन कर गोटे वृत्त अंकन कर, कौन कर गोटे वृत्त अंकन कर। गोटे वृत्त, वृत्त रे कौन दर्शेब केंद्र। ओटा हूँ धर केंद्र, कौन लिख वृत्तर वृत्तर केंद्र समान ओ है। आउ व्यासार्ध, व्यासार्ध हूँ ओ पी है। तापर कौन कही निम्न माप विशिष्ट कोण गुड़ी को सूक्ष्म कोण, समकोण, स्थूल कोण रे वर्गीकरण कर। तो करदे वर्गीकरण कर। तो तुम मैंने जान समकोण, समकोण, स्थूल कोण,
ସମକୋଣ, ସ୍ଥୂଳକୋଣ, ଆଉ କ'ଣ ହେଉଛି ସୂକ୍ଷ୍ମକୋଣ। ସୂକ୍ଷ୍ମ କୋଣ। ତ ଏଇଟାରେ ତୁମେ ବର୍ଗୀକରଣ କରିବ। ସମକୋଣ କ'ଣ 90 ଡିଗ୍ରୀ, ଯେଉଁଟାକି କ'ଣ ତୁମର ଏଇଟା 90 ଡିଗ୍ରୀ ଚାଲିଗଲା। ସୂକ୍ଷ୍ମକୋଣ ଯାଉଛି କ'ଣ 45 ଡିଗ୍ରୀ, 30 ଡିଗ୍ରୀ, 45 ଡିଗ୍ରୀ, 30 ଡିଗ୍ରୀ, ଆଉ କ'ଣ 20 ଡିଗ୍ରୀ, ଆଉ କେଉଁଟା 89 ଡିଗ୍ରୀ, ଯେଉଁଟାକି 90ରୁ କମ୍। ସ୍ଥୂଳକୋଣଟି 90ରୁ କମ୍, 90 ଡିଗ୍ରୀରୁ କମ୍। ସରି, ସୂକ୍ଷ୍ମକୋଣ। ସ୍ଥୂଳକୋଣ କ'ଣ 90 ଡିଗ୍ରୀରୁ ଅଧିକ, ଯେଉଁଟା 90 ଡିଗ୍ରୀରୁ ଅଧିକ ହେଲା। ତ ସ୍ଥୂଳକୋଣ କେଉଁଗୁଡ଼ା 175 ଡିଗ୍ରୀ, ଆଉ କେଉଁଟା ହେଲା 115 ଡିଗ୍ରୀ, ଆଉ 95 ଡିଗ୍ରୀ ହେଲା। ଏଗୁଡ଼ିକ ହେଉଛି ସୂକ୍ଷ୍ମକୋଣ, ଯେଉଁଟା ମୁଁ ଅଣ୍ଡରଲାଇନ୍ କରିଦେଇଛି ସୂକ୍ଷ୍ମକୋଣ। ହଁ, ସୂକ୍ଷ୍ମକୋଣ ହେଇଯାଇଛି। ତାପରେ ଆଉ ଯେଉଁଗୁଡ଼ିକ ଗ୍ରୀନ୍ କଲର୍ରେ ଟିକ୍ କରିଦେଇଛି ସେଗୁଡ଼ା ହେଉଛି ତୁମର କ'ଣ ସ୍ଥୂଳକୋଣ। ବୁଝିଗଲା? ଚାଲ ଆଗକୁ ବଢ଼ିବା। ତାପରେ ଦେଖ ତୁମର କ'ଣ କୁହାଯାଇଛି ଜ୍ୟାମିତିର କେତେକ ମୌଳିକ ଧାରଣା। ତ ଆମେ କେତେକ ମୌଳିକ ଧାରଣା ବିଷୟରେ ପ୍ରଥମେ ପଢ଼ିବା ହେଲା। ତ ପ୍ରଥମେ ଜାଣିଥିବ ବିନ୍ଦୁ। ବିନ୍ଦୁ କ'ଣ? ତ ତୁମେ ନିଜ କଲମରେ ନେଇକି ଗୋଟେ ଯେକୌଣସି ଜାଗାରେ ଗୋଟେ ବିନ୍ଦୁ ତୁମେ ଅଙ୍କନ କରିପାରିବ ହେଲା। ଏଇଟା ଗୋଟେ ବିନ୍ଦୁ। ଏ ବିନ୍ଦୁର ନାମ ତୁମେ ଯେକୌଣସି ଏ ଦେଇପାରିବ, ଆଉ ଗୋଟେ ବିନ୍ଦୁ ଅଙ୍କନ କରିପାରିବ। ଏଇଠି ଧର ଆଉ ଗୋଟେ ବିନ୍ଦୁ ଅଙ୍କନ କଲି, ଆର ନାମ ବି ଦେଲି। ତ ଏ ବିନ୍ଦୁ ଆଉ ବି ବିନ୍ଦୁ ମଧ୍ୟରେ ଯଦି ମୁଁ ଗୋଟେ ସରଳ ରେଖା ଟାଣିଦେବି, ତାହେଲେ ଆକୁ ମୁଁ କ'ଣ କହିପାରିବି? ଏକ ରେଖା କହିପାରିବି। ଆକୁ ଗୋଟେ ରେଖା ମଧ୍ୟ କହିପାରିବି, ଆଉ କ'ଣ କହିପାରିବି? ସରଳ ରେଖା ମଧ୍ୟ କହିପାରିବି। ଯେଉଁଟାକି ତୁମର କ'ଣ, ଯଦି ତୁମେ ଖଣ୍ଡେ କାଗଜ ନେବ, କାଗଜକୁ ଭାଙ୍ଗିଦେବ, ଏଭଳିଆ ଭାଙ୍ଗିଦେବ, ମଝିରୁ ଭାଙ୍ଗିଦେଲେ କ'ଣ ହେବ? ଏଇ ଲାଇନ୍ଟା ତୁମର ସରଳ ରେଖା ହେଲା। ଯଦି ସେଇ କାଗଜଟିକୁ ତୁମେ କ'ଣ କରିବ? ତୁମେ ସେଇ କାଗଜଟିକୁ ଏଇଭଳିଆ ଭାଙ୍ଗିଦେବ, ଏଇଭଳିଆ, ତ ତାକୁ ଆମେ କ'ଣ କହିପାରିବା? ତ ଦୁଇଟି ସରଳ ରେଖା ଗୋଟେ ବିନ୍ଦୁରେ ଛେଦ କରୁଛି, କହିପାରିବାନି? ଦୁଇଟି ସରଳ ରେଖାକୁ ଯଦି ଆମେ ଏମିତି ଟାଣିବା, ତାହେଲେ କ'ଣ କହିପାରିବା? ଦୁଇଟି ସରଳ ରେଖା ପରସ୍ପରକୁ ଗୋଟିଏ ବିନ୍ଦୁରେ ଛେଦ କରୁଛି। ତ ଦୁଇଟି ସରଳ ରେଖାର ଛେଦ ବିନ୍ଦୁ ହେଉଛି ଏକ ବିନ୍ଦୁ, ଗୋଟିଏ ବିନ୍ଦୁରେ ଛେଦ କରୁଛି। ଚାଲ ଆଗକୁ ଦେଖିବା। ତ ସେଇଭଳିଆ ତୁମେ ଦେଖ, ଏଇଟା କ'ଣ ଗୋଟେ? ଏଇଟା ଗୋଟେ ଆୟତ ଘନ। ଆୟତ ଘନରେ କେତେଟା ବିନ୍ଦୁ ଅଛି? 1, 2, 3, 4, 5, 6, 7, ଆଉ ଗୋଟେ ଏଠି ଥିବ 8 ହେଲା। ତାପରେ ଏଇଟା ହେଉଛି କୋନ୍, ତ୍ରିଭୁଜ, ଚତୁର୍ଭୁଜ। ଏସବୁ କେତେଟା ବିନ୍ଦୁ ଅଛି ତୁମେ ଜାଣିଛ, ଏଗୁଡ଼ା ତୁମେ ଆଗରୁ ଜାଣିଛ। ତାପରେ ସରଳ ରେଖା, ଯେଉଁଟା ମୁଁ ତୁମକୁ କହିଲି ହେଲା। ସରଳ ରେଖା କ'ଣ? ଯଦି ଗୋଟେ କାଗଜକୁ ଏମିତି ଭାଙ୍ଗିଦେବା, ଏଇଟା ଗୋଟେ ସରଳ ରେଖା ହେବ। ସରଳ ରେଖାକୁ ଆମେ କେମିତିଆ? ଏମିତି ଦର୍ଶେଇଥାଉ। ଏଇଟା ହେଉଛି ସରଳ ରେଖା। ଯଦି ଏଠି ଗୋଟେ ଏ ବିନ୍ଦୁ ନେବି ଆଉ ବି ବିନ୍ଦୁ ନେବି, ତାହେଲେ ଏଇଟା କ'ଣ ହେବ? ଏ ବି ସରଳ ରେଖା। ଏ ବି ସରଳ ରେଖାକୁ ଆମେ କେମିତିଆ ଦର୍ଶେଇବା? ଲେଖିକି ଏଭଳିଆ ଦର୍ଶେଇବା। ତାହେଲେ ମୁଁ କ'ଣ କହିବି? ଏ ବି ଏଇଟା ଗୋଟେ ସରଳ ରେଖା।
ଏଇଟା ମୁଁ କ'ଣ କହିବି, ଗୋଟେ ସରଳ ରେଖା କହିବି। ତ ସେମିତି ଯଦି 3ଟି ବିନ୍ଦୁ ଏଠି ଥିବ, ଯଦି କହିବ 3ଟି ବିନ୍ଦୁ ରହିଛି ଗୋଟେ ସରଳ ରେଖାରେ, ଏ ଅଛି, ବି ଅଛି ଆଉ ସି ମଧ୍ୟ ଅଛି ହେଲା। ତ ତୁମେ କ'ଣ, ଆମେ ଏଗୁଡ଼ା କ'ଣ କହିବା, 3ଟି ବିନ୍ଦୁ ଗୋଟିଏ ସରଳ ରେଖାରେ ରହିଛି ବୋଲି କହିପାରିବା। ଠିକ୍ ଅଛି। ତାପରେ ଦେଖ, ତାପରେ ସରଳ ରେଖାର ଚିହ୍ନ ହେଉଛି, ଦେଖ ଏଠି କ'ଣ କହିଛି, ଏଲ୍ ଗୋଟେ ରେଖା ଆଉ ଅନ୍ୟକୁ ଏମ୍ ରେଖାରେ ନାମିତ କରାଯାଇଛି ହେଲା। ଯଦି ଆମେ ଚିହ୍ନଟି ଏମିତି ତୀର ଦିଆହେଇଛି, ମାନେ ଏଇଟା ଏପଟେ ବଢ଼ି ବଢ଼ି ଚାଲିଛି, ସେମିତି ଏପଟୁ ଏମିତି ବଢ଼ି ଚାଲିଛି ହେଲା। এইগুଡ଼ା କ'ଣ, এইଗୁଡ଼ିକ ଗୋଟେ ବକ୍ରରେଖା। ସରଳ ରେଖା ଜାଣିଲ, ବକ୍ରରେଖା ଜାଣିଲ। ତାପରେ ତ ଗୋଟିଏ ବିନ୍ଦୁ ଦେଇକି, ଏଠି ଦେଖ ଗୋଟିଏ ବିନ୍ଦୁ ଅଙ୍କନ କର, ତା ମଝିରେ କେତେ, ଆମେ ବହୁତ ଗୁଡ଼ିଏ ସରଳ ରେଖା ଟାଣିପାରିବା। ଅସଂଖ୍ୟ ସରଳ ରେଖା ଗୋଟେ ବିନ୍ଦୁ ମଧ୍ୟ ଦେଇ ଯାଇପାରିବ। ତ ମୁଁ ଯଦି ଟାଣିବି, ଅସଂଖ୍ୟ ସରଳ ରେଖା ଯାଇପାରିବନି। এটা দিয়ে ଇଆଡ଼େ ସିଆଡ଼େ ପଡ଼ୁଛି। କେତେ ଗୁଡ଼ା ସରଳ ରେଖା ସବୁ ଯାଇପାରିବ, ଅସଂଖ୍ୟ ସରଳ ରେଖା। ନିଜେ ଆଙ୍କିକି ଦେଖିବ, ଅସଂଖ୍ୟ ସରଳ ରେଖା ସବୁ ଯାଇପାରିବନି, ଅସଂଖ୍ୟ ସରଳ ରେଖା ଯାଇପାରିବ ହେଲା। ତ ଏକ ବିନ୍ଦୁ ମଧ୍ୟରେ ଆମେ କ'ଣ, ଅସଂଖ୍ୟ ସରଳ ରେଖା ମାନ ସବୁ ଯାଇପାରିବ। ତ ସେଇ ଜିନିଷଟା ଏଠି କୁହାଯାଇଛି। ଗୋଟିଏ ବିନ୍ଦୁ ଦେଇ 3ଟି ବା ଅଧିକ ସରଳ ରେଖା ଅଙ୍କିତ ହେଲେ ସେଗୁଡ଼ିକୁ କ'ଣ କହିବା, ଏକ ବିନ୍ଦୁଗାମୀ ମଧ୍ୟ କହିବା। ତ ଏଠି କ'ଣ କହିଛି, ତୁମ ଖାତାରେ 2ଟା ବିନ୍ଦୁ ଅଙ୍କନ କରିବ ଆଉ ଦେଖିବ ତା ମଧ୍ୟ ଦେଇ କେତେଟା ସରଳ ରେଖା ଯାଇପାରୁଛି, ଗୋଟିଏ ହିଁ ସରଳ ରେଖା ଯାଇପାରିବ। ଏ ବି ନାମ ଦେଇଦେବ ବିନ୍ଦୁକୁ, ନିଜେ କରିକି ଦେଖିବ। ଚାଲ ଆଗକୁ ଯିବା। ତ ସେଇ ଜିନିଷଟା ଏଠି କୁହାଯାଇଛି, ଏକ ସମତଳ ଉପରିସ୍ଥ 2ଟି ଭିନ୍ନ ବିନ୍ଦୁ ଦେଇ ଗୋଟିଏ ମାତ୍ର ସରଳ ରେଖା ଅଙ୍କନ କରାଯାଇପାରିବ। ଗୋଟିଏ ମାତ୍ର ହିଁ ସରଳ ରେଖା ଯାଇପାରିବ 2ଟି ବିନ୍ଦୁ ମଧ୍ୟ ଦେଇ ଏକ ସମତଳରେ ହେଲା। କିନ୍ତୁ ଗୋଟେ ସମତଳରେ, ଧର ଗୋଟେ ସମତଳ, ଏଇଟା ତୁମ ଖାତା, ଯଦି ତୁମ ଖାତାର ଗୋଟେ ସମତଳ ହୁଏ, ଖାତାର ପେଜ୍ଟା ହେଲା, ଆ ମଧ୍ୟ ଦେଇ କେତେଟା ସରଳ ରେଖା ଯାଇପାରିବ, ତୁମେ ଯେତେ ଚାହିଁବ ସରଳ ରେଖା ଟାଣିପାରିବ, ସରଳ ରେଖା ଟାଣିପାରିବ, ସେମିତି କିଛି ନାହିଁ। ତ କ'ଣ, ଅସଂଖ୍ୟ ସରଳ ରେଖା ତୁମେ ଟାଣିପାରିବ। ତ ଏଇ ଚିତ୍ର ମାନଙ୍କରେ ଦେଖ, ଏ ଚିତ୍ରରେ କ'ଣ କୁହାଯାଇଛି, ଯଦି ଏଲ୍ ଆଉ ଏମ୍ ସରଳ ରେଖା ଦ୍ୱୟ ପରସ୍ପରକୁ ସି ବିନ୍ଦୁରେ ଛେଦ କରନ୍ତି, ତାହେଲେ କ'ଣ କୁହାଯିବ, ସି କୁ ଏଲ୍ ଆଉ ଏମ୍ର ସାଧାରଣ ବିନ୍ଦୁ ନହେଲେ ଗୋଟିଏ ଛେଦ ବିନ୍ଦୁ ବୋଲି କୁହାଯାଏ। ସେମିତି ପି କ୍ୟୁ ସରଳ ରେଖା ଦ୍ୱୟ ସାଧାରଣ ବିନ୍ଦୁ ଅଛି ଏବଂ ଏହି ସାଧାରଣ ବିନ୍ଦୁ ପି ଅଟେ। ଯଦି ପି କ୍ୟୁ ସରଳ ରେଖାକୁ, ସରଳ ରେଖା ମାନେ କ'ଣ, ଆଗକୁ ଏମିତି ବଢ଼ି ଚାଲିବ,
क्यू सरल रेखा मैंने एमती बढ़ी चलो तार गोटे साधारण छेदबिंदु अच्छी तो आम कौन कह एभली सरल रेखा एभलिया सरल रेखा कौन कह परस्पर छेदी रेखा कहुए से भाया देख से भाया कौन कहुई देख यही दुईटा हूँ ए प्रकार जदि सरल रेखा अंकन करा दी जनकर मझिरे समान व्यवधान रही एटा एमती बढ़ी चलो एटा एमती बढ़ी चलो आउ दुई जन केबे भी निज भितर मिसबेनी तुमर उदाहरण कौन रेल धारणा है तो एगुड़ी को कौन कह समांतर सरल रेखा कहुए से भाया देखा एक रेखी बिंदु ए बी सी यदि ए बी सी तीनोटी बिंदु गोटे समतल उपस्थित होता है आंक मध्य गोटे सरल रेखा अंकन करे ताकू कौन कह आम एक रेखी बिंदु बोली कहवा तो ये कही एक समतल उपरिस्थ तीन बा अधिक बिंदु एक रेखार उपस्थित हेले से मानकु एक रेखी बिंदु कहुए तो ये गोटे उदाहरण देती तुम मान तुम्हें राति जो आकाश को देख कौन देख तुम्हें देखी सप्तर्षि मंडल तो सप्तर्षि मंडल रे तीनोटी तारा क्रतु पुलह आउ ध्रुव तारा एक रखी गोटे रेखार था माने समस्त गोटे रेखार था तो एम को कौन कह एक रेखी बोली कह तो ये देख एगुड़िक कौन समान सरल रेखा है चलो आग को जीवा तो आज आ गोटे अभ्यास कार्य 3.2 आम कर तो कौन कही देख खातार तीनोटी बिंदु चिन्हित कर सेगुड़िकर नाम दियो तो खातार कौन कर तीनोटी बिंदु चिन्हित करद और सेगुड़िकर नाम देदेव ए बी सी द्वितीय नंबर दुईटी सरल रेखांकन कर से नाम दियो तो दुईटी सरल रेखांकन कर से नाम देदेव ए बी सी डी तुम आखपाख थिबा तीनोटी सरल रेखा और तीनोटी वक्रतल तीनोटी समतलर उदाहरण दियो तो सरल रेखार उदाहरण कौन दे पारिबो स्केल स्केल आपन दे पारिबो तुमर बहीर धार आउ कौन दे पारिबो तुमर पेंसिल एगुड़ा सब दे पारिबो आउ कौन दे पारिबो तीनोटी वक्रतल वक्रतल कौन पानी बोतल नले ग्लास नले कौन हम बॉल तुम जो खेलुच क्रिकेट खेलिया बॉल आ कही तीनोटी समतल उदाहरण दियो समतलर उदाहरण कौन चट्टाण है छात आ कौन
କାନ୍ଥ ହେଲା। ଏଗୁଡ଼ା ହେଉଛି ତୁମର ସମତଳର ଉଦାହରଣ। ତ ଏ ଚିତ୍ର ନିମ୍ନସ୍ଥ ଚିତ୍ରରେ ଥିବା ଗାରମାନଙ୍କ ମଧ୍ୟରୁ କେଉଁଗୁଡ଼ିକ ସରଳ ରେଖା, କେଉଁଗୁଡ଼ିକ ବକ୍ର ରେଖା ଚିହ୍ନ। ଏଇଟା ବକ୍ରରେଖା, ଏଇଟା ବକ୍ରରେଖା, ବାକି ସବୁଗୁଡ଼ିକ ତୁମର କ'ଣ? ସରଳ ରେଖା। ଏଗୁଡ଼ିକ ତୁମର ସରଳ ରେଖା। ତାପରେ କ'ଣ କହିଛି? ତୁମ ଖାତାରେ ଗୋଟିଏ ବିନ୍ଦୁ ଚିହ୍ନିତ କର, ତାର ମଧ୍ୟ ଦେଇ 7ଟି ସରଳ ରେଖା ଅଙ୍କନ କର। ସେହି ବିନ୍ଦୁ ଦେଇ ଆଉ କେତୋଟି ସରଳ ରେଖା ଅଙ୍କନ କରାଯାଇପାରିବ? ଏଇଟା ତୁମେ ଜାଣିଛ, ଗୋଟେ ବିନ୍ଦୁ ଦେବ ଆଉ ସେଠି 7ଟି ସରଳ ରେଖା ଅଙ୍କନ କରିବ। 2, 3, 4, 5, 6, 7। ଆମେ ଚାହିଁଲେ ଆହୁରି ବି ଅଙ୍କନ କରିପାରିବା, ଆହୁରି ସରଳ ରେଖା ଅଙ୍କନ କରିପାରିବା। ତ ତୁମେ କ'ଣ ଲେଖିବ? ଲେଖିବ ଆମେ ଗୋଟିଏ ବିନ୍ଦୁ ଦେଇ ଅସଂଖ୍ୟ ସରଳ ରେଖା ଆଙ୍କିପାରିବା। ତୁମ ଖାତାରେ ଏ ବି ନାମକ 2ଟି ବିନ୍ଦୁ କ'ଣ କରିବ? ସେ କହିଛି ତୁମ ଖାତାରେ ଏ ବି ନାମକ 2ଟି ବିନ୍ଦୁ ନିଅ ଓ ଉଭୟ ବିନ୍ଦୁକୁ ଧାରଣ କରୁଥିବା ସରଳ ରେଖା ଅଙ୍କନ କର। ଏପରି କେତୋଟି ସରଳ ରେଖା ଅଙ୍କନ କରିପାରିବ? ଗୋଟିଏ ସରଳ ରେଖା ତୁମେ ଅଙ୍କନ କରିପାରିବ। 2ଟି ବିନ୍ଦୁ ନେବ, ଏ ବି ଦେବ, ତା ବିନ୍ଦୁ ମଧ୍ୟ ଦେଇ କେତେ ସରଳ ରେଖା ଅଙ୍କନ କରିପାରିବ? ଗୋଟିଏ ସରଳ ରେଖା ଅଙ୍କନ କରିପାରିବ। 7 ନମ୍ବର କ ସାଧାରଣ ବିନ୍ଦୁ ଥିବା 2ଟି ସରଳ ରେଖା ଅଙ୍କନ କର। ଏହି 2 ସରଳ ରେଖାକୁ ନାମକରଣ କର। ସାଧାରଣ ବିନ୍ଦୁ ନାମ ପି ଦିଅ। କ'ଣ କରିବା? ସାଧାରଣ ବିନ୍ଦୁ ଦେଇ ସାଧାରଣ ବିନ୍ଦୁ ଯାହାର ଥିବ 2ଟି ସରଳ ରେଖା ଅଙ୍କନ କରିବ ହେଲା। ଏଇ 2 ସରଳ ରେଖାର ନାମ କର। ସାଧାରଣ ବିନ୍ଦୁର ନାମ ପି ଦିଅ। ଏଇଟା ପି, 2ଟି ସରଳ ରେଖା ଅଙ୍କନ କରାହେଲା। ସରଳ ରେଖା ଏ ବି ଆଉ ସି ଡି, ତାଙ୍କ ସାଧାରଣ ବିନ୍ଦୁ ହେଉଛି ପି। ତୁମ ଖାତା ଉପରେ ଯେକୌଣସି 7ଟି ବିନ୍ଦୁ ନିଅ, ସେଗୁଡ଼ିକର ନାମ ଦିଅ। ସେଗୁଡ଼ିକ ଏକରଖୀ ହେଉଛନ୍ତି କି କିପରି ଜାଣିଲ? 7ଟି ବିନ୍ଦୁ ନେବ ହେଲା, ସେଗୁଡ଼ିକର ନାମ ଦେଇଦେବ ଏ ବି ସି ଡି ଇ ଏଫ୍, ଆଉ ଗୋଟେ ବିନ୍ଦୁ ନେଇଯିବ ଜି। ତ ସେଗୁଡ଼ିକର ନାମ ଦିଅ। ସେଗୁଡ଼ିକ ଏକରଖୀ ହେଉଛନ୍ତି କି ନା? ସମସ୍ତେ କ'ଣ ଏକରଖୀରେ ରହିବେ? ଆମେ ଇଆଡ଼ୁ ସିଆଡ଼ୁ ବିନ୍ଦୁ ନେଇଛେ, ସେ କହିନି କେଉଁ ପ୍ରକାର ବିନ୍ଦୁ ନେବା ପାଇଁ। ତୁମେ କ'ଣ ଜାଣିଲ? ସବୁ ବିନ୍ଦୁ ଗୁଡ଼ିକ ଏକରଖୀ ନୁହନ୍ତି। ତ ତାପରେ ଚାଲ ଆଗକୁ ଯିବା। 9 ନମ୍ବର ପ୍ରଶ୍ନ କରିବା। 8 ନମ୍ବର। ଗୋଟିଏ ସମତଳରେ ଥିବା 3ଟି ସରଳ ରେଖା ପରସ୍ପରକୁ ଅତି କମ୍ରେ କେତୋଟି ବିନ୍ଦୁରେ ଛେଦ କରିବେ? 3ଟି ସରଳ ରେଖା କେତୋଟି ବିନ୍ଦୁରେ ଛେଦ କରିବେ? ଅତି କମ୍ରେ ଗୋଟିଏ ବିନ୍ଦୁରେ ଛେଦ କରିବେ, ନାଇଁ କି? ତ କ'ଣ ଲେଖିବ? ଗୋଟିଏ ବିନ୍ଦୁରେ ଛେଦ କରିବେ। ଅତି ବେଶୀରେ କେତୋଟି ବିନ୍ଦୁରେ ଛେଦ କରିବେ? 3ଟି ସରଳ ରେଖା ଅତି ବେଶୀରେ କେତୋଟି ବିନ୍ଦୁରେ ଛେଦ କରିବେ? 3ଟି ବିନ୍ଦୁରେ। ଅତି ବେଶୀରେ 3ଟି ବିନ୍ଦୁରେ ଛେଦ କରିବେ। ସ୍କେଲ ବ୍ୟବହାର କରି 2ଟି ସରଳ ରେଖା ଅଙ୍କନ କର, ଯେପରି ସରଳ ରେଖା ଦ୍ୱୟ ସମାନ୍ତର ହେବ। ତ ସ୍କେଲ ବ୍ୟବହାର କରିବ ଆଉ 2ଟି ସରଳ ରେଖା ଅଙ୍କନ କରିବ, ଯେପରିକି 2ଟି ସରଳ ରେଖା କ'ଣ ହେବ? ତମର ସମାନ୍ତର ହେବ। ହେଲା, ଚାଲ ନେକ୍ସଟ
ଯିବା ନେକ୍ସଟ କହିଛି 10 ନମ୍ବର। ଦେଖ ନିମ୍ନସ୍ଥ ବାକ୍ୟମାନଙ୍କ ମଧ୍ୟରୁ ଠିକ୍ ବାକ୍ୟଟିକୁ ବାଛି ଲେଖ। ରେଖା କହିଲେ ଆମେ କେବଳ ସରଳ ରେଖାକୁ ବୁଝୁଛୁ। ହଁ, ରେଖା କହିଲେ କ'ଣ ବୁଝିଥାଉ ଆମେ? ରେଖା କହିଲେ ସରଳ ରେଖାକୁ ବି ବୁଝେଇଥାଉ। ଗୋଟିଏ ବିନ୍ଦୁ ଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ। ଠିକ୍, ଗୋଟିଏ ବିନ୍ଦୁ ଦେଇ ଆମେ ବହୁତ ଅସଂଖ୍ୟ ସରଳରେଖା ଅଙ୍କନ କରିପାରିବା। ଏକ ସମତଳରେ ଅବସ୍ଥିତ ଦୁଇଟି ବିନ୍ଦୁ ଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ ନା, ଦୁଇଟି ବିନ୍ଦୁ ଦେଇ ଗୋଟିଏ ସରଳରେଖା ଅଙ୍କନ କରାଯାଇପାରିବ। ତ ଘ, ଏକ ସମତଳ ଉପରିସ୍ଥ ଗୋଟିଏ ବିନ୍ଦୁ ଦେଇ ମାତ୍ର ଗୋଟିଏ ସରଳ ରେଖା ଅଙ୍କନ କରାଯାଇପାରିବ। ତ ଗୋଟିଏ ସମତଳରେ ଥିବା ଗୋଟିଏ ବିନ୍ଦୁ ଦେଇ ଗୋଟିଏ ମାତ୍ର ଅସଂଖ୍ୟ, ଗୋଟିଏ ସମତଳରେ ଗୋଟିଏ ବିନ୍ଦୁରେ କେତେ ଅସଂଖ୍ୟ ସରଳ ରେଖା ଆମେ ଅଙ୍କନ କରିପାରିବା। ତ ଏଇଟା ଭୁଲ। ଏକ ସମତଳରେ ଥିବା ଦୁଇଟି ବିନ୍ଦୁକୁ ଧାରଣ କରୁଥିବା ଗୋଟିଏ ମାତ୍ର ସରଳରେଖା ଅଙ୍କନ ସମ୍ଭବ। ଠିକ୍, ଏକ ସମତଳର ଉପରିସ୍ଥ ଦୁଇଟି ସମାନ୍ତର ସରଳରେଖା ପରସ୍ପରକୁ ଗୋଟିଏ ମାତ୍ର ବିନ୍ଦୁରେ ଛେଦ କରନ୍ତି। ସମାନ୍ତର ସରଳରେଖା, ଯେଉଁଟାକି ରେଳ ଉଦାହରଣ କହିଲି, ଏଇଟା କେଉଁଠି ବି ଛେଦ କରିବେନି ହେଲା। ତ ଏଇଟା ଭୁଲ। ଦୁଇଟି ସମାନ୍ତରର ସରଳରେଖା କୌଣସି ଛେଦବିନ୍ଦୁ ନାହିଁ, ଏଇଟା ଠିକ୍। ତ ଆଜି ଏତିକି। ଧନ୍ୟବାଦ ଭିଡ଼ିଓଟିକୁ ଦେଖିବା ପାଇଁ। ପୁଣି ଆଉ ଥରେ ଦେଖା ହେବ।